ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଆପଣମାନେ କର୍କଟ ରାଶିର ଲୋକ କି? ଆପଣମାନଙ୍କ ଜୀବନରେ କ'ଣ ବର୍ତ୍ତମାନ କେବଳ ଅଶାନ୍ତି ଘେରି ରହିଛି କି? ଟଙ୍କା ଆସୁଛି କିନ୍ତୁ ପାଣି ଭଳି ଖର୍ଚ୍ଚ ହେଇଯାଉଛି କି? ଘରେ କଳି ଝଗଡ଼ା, ମନରେ ଅଯଥା ଭୟ ଆଉ ଶରୀରରେ ରୋଗ ଛାଡ଼ିବାର ନାଁ ଦେଉନାହିଁ। ତେବେ ସାବଧାନ ହୋଇଯାଆନ୍ତୁ, କାରଣ 2026 ମସିହାର ମହାଶିବରାତ୍ରି କୌଣସି ସାଧାରଣ ରାତ୍ରି ନୁହେଁ। ଶାସ୍ତ୍ର କହୁଛି ଏହି ବର୍ଷ ଶିବରାତ୍ରିରେ ଏମିତି ଏକ ଦିବ୍ୟ ଯୋଗ ପଡ଼ୁଛି ଯାହା କର୍କଟ ରାଶିର ଭାଗ୍ୟର ତାଲାକୁ ସବୁଦିନ ପାଇଁ ଖୋଲି ଦେଇପାରେ। କିନ୍ତୁ ଯଦି ଆପଣ ଏହି ରାତିରେ ଗୋଟିଏ ଛୋଟ ଭୁଲ କରନ୍ତି, ତେବେ ବର୍ଷ ସାରା ପସ୍ତେଇବାକୁ ପଡ଼ିପାରେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି ସେହି ଗୁପ୍ତ ରହସ୍ୟ ଯାହା କେବଳ ସିଦ୍ଧଯୋଗୀମାନେ ଜାଣନ୍ତି। ପ୍ରଥମରେ, ଏହି ଶିବରାତ୍ରିରେ କେଉଁ ଗୋଟିଏ ଜିନିଷ ଶିବଲିଙ୍ଗରେ ଚଢ଼ାଇଲେ ଆପଣଙ୍କ ଘରେ ଲକ୍ଷ୍ମୀ ବାନ୍ଧି ହୋଇ ରହିବେ। ଦ୍ୱିତୀୟରେ, କେଉଁ ମନ୍ତ୍ର ପାଠ କଲେ ଆପଣଙ୍କର ଦୀର୍ଘ ଦିନର ରୋଗ ଭଲ ହୋଇଯିବ। ଏବଂ ତୃତୀୟରେ, ସବୁଠୁ ବଡ଼ କଥା, ଜାଗର ଦୀପ ଉଠିବା ପରେ ଆପଣଙ୍କୁ କ'ଣ କରିବାକୁ ହେବ। ଯଦି ଆପଣ ନିଜ ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଗୋଟିଏ ସେକେଣ୍ଡ ମଧ୍ୟ ମିସ୍ କରନ୍ତୁ ନାହିଁ। ଆସନ୍ତୁ ଜାଣିବା କର୍କଟ ରାଶି ପାଇଁ ମହାଶିବରାତ୍ରି 2026ର ମହା ଉପାୟ। ବନ୍ଧୁଗଣ, ପ୍ରଥମେ ବୁଝନ୍ତୁ କର୍କଟ ରାଶି କାହିଁକି ମହାଦେବଙ୍କର ଏତେ ପ୍ରିୟ। ଦେଖନ୍ତୁ, କର୍କଟ ରାଶିର ସ୍ୱାମୀ ହେଉଛନ୍ତି ସ୍ୱୟଂ ଚନ୍ଦ୍ରଦେବ। ଆଉ ଚନ୍ଦ୍ରଙ୍କର ସ୍ଥାନ କେଉଁଠି? ସ୍ୱୟଂ ମହାଦେବଙ୍କ ମସ୍ତକରେ। ତେଣୁ ଦୁନିଆରେ ଯଦି କୌଣସି ରାଶି ଶିବଙ୍କର ଅତି ନିକଟତର, ତେବେ ସେ ହେଉଛି କର୍କଟ ରାଶି। କର୍କଟ ରାଶିର ଲୋକମାନେ ବହୁତ ଭାବପ୍ରବଣ। ଆପଣମାନେ ଅନ୍ୟର ଦୁଃଖ ଦେଖିଲେ ତରଳି ଯାଆନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆପଣଙ୍କର ସରଳତାର ଫାଇଦା ଦୁନିଆ ବହୁତ ଭଲ ଭାବରେ ଉଠାଏ। ଆପଣଙ୍କ ମନ ସର୍ବଦା ଅଶାନ୍ତ ମଧ୍ୟ ରହେ। କେତେବେଳେ ଲାଗେ ସବୁ ଠିକ୍ ଅଛି, ତ ପୁଣି କେତେବେଳେ ଲାଗେ ଜୀବନଟା ଅନ୍ଧାର। ଏହାର କାରଣ ହେଉଛି ଚନ୍ଦ୍ର। ଚନ୍ଦ୍ର ଯେମିତି କମେ ଆଉ ବଢ଼େ, ଆପଣଙ୍କ ମନ ମଧ୍ୟ ସେମିତି ହୁଏ। କିନ୍ତୁ ମହାଶିବରାତ୍ରି ଦିନ ଶିବ ଚନ୍ଦ୍ରଙ୍କୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣରେ ରଖନ୍ତି। ତେଣୁ 2026 ମହାଶିବରାତ୍ରିରେ ଯଦି ଆପଣ ଶିବଙ୍କର ଶରଣାପନ୍ନ ହେବେ, ତେବେ ମହାଦେବ ଆପଣଙ୍କ ଚଞ୍ଚଳ ମନକୁ ସ୍ଥିର କରିଦେବେ। ଆଉ ମନ ସ୍ଥିର ହେଲେ ହିଁ ଧନ ଆସିବ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବର୍ତ୍ତମାନ ନୋଟ୍ କରନ୍ତୁ ବା ମନେ ରଖନ୍ତୁ, ମହାଶିବରାତ୍ରି ଦିନ ସକାଳୁ ଆପଣ କ'ଣ କରିବେ। ପ୍ରଥମରେ, ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବେ। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ପଡ଼ନ୍ତୁ। ଗାଧୋଇବା ପାଣିରେ ଟିକେ କଳା ରାଶି ଏବଂ ଗଙ୍ଗା ଜଳ ପକାଇ ଗାଧାନ୍ତୁ। ଏହା ଆପଣଙ୍କ ଶରୀରରୁ ନକାରାତ୍ମକ ଶକ୍ତିକୁ ଧୋଇଦେବ। ଦ୍ୱିତୀୟରେ ରହିଛି ସଂକଳ୍ପ। କର୍କଟ ରାଶିର ବ୍ୟକ୍ତିମାନେ ପୂଜା ଆରମ୍ଭ ପୂର୍ବରୁ ହାତରେ ଟିକେ ଜଳ, ଫୁଲ ଏବଂ ଅକ୍ଷତ ଅର୍ଥାତ୍ ଭାଙ୍ଗି ନଥିବା ଚାଉଳ, ଏହି ସବୁକୁ ନେଇ ମହାଦେବଙ୍କୁ କହିବେ, ହେ ପ୍ରଭୁ, ମୋର ମାନସିକ ଶାନ୍ତି ଏବଂ ପରିବାରର ମଙ୍ଗଳ ପାଇଁ ମୁଁ ଆଜି ଏହି ବ୍ରତ ରଖୁଛି। ମୋତେ ଶକ୍ତି ଦିଅନ୍ତୁ। ତୃତୀୟରେ, ଶିବଲିଙ୍ଗରେ ଅଭିଷେକ। ମନ୍ଦିର ଯାଆନ୍ତୁ ବା ଘରେ ପାରଦ ଶିବଲିଙ୍ଗ ରଖନ୍ତୁ। କର୍କଟ ରାଶି ପାଇଁ ସବୁଠୁ ବଡ଼ ପ୍ରତିକାର ହେଉଛି କ୍ଷୀର। ପ୍ରଥମେ ଜଳରେ ଅଭିଷେକ କରନ୍ତୁ, ତାପରେ କଞ୍ଚା କ୍ଷୀରରେ ମିଶ୍ରି ମିଶାଇ ଧାର ଦେଇ ଶିବଲିଙ୍ଗ ଉପରେ ଢାଳନ୍ତୁ। ଅଭିଷେକ କଲାବେଳେ ଓମ୍ ଚନ୍ଦ୍ରଶେଖରାୟ ନମଃ କିମ୍ବା ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଚତୁର୍ଥରେ, ବେଲପତ୍ର ଅର୍ପଣ। ମନେ ରଖନ୍ତୁ, ବେଲପତ୍ର ସର୍ବଦା 3 ପାଖୁଡ଼ିଆ ହେବା ଦରକାର ଏବଂ କେଉଁଠି ବି ଛିଣ୍ଡା କିମ୍ବା କଣା ନଥିବ। ବେଲପତ୍ରର ଚିକ୍କଣ ପାଖଟି ଶିବଲିଙ୍ଗ ଉପରେ ଲଗାଇ ରଖିବେ। କର୍କଟ ରାଶିର ଲୋକମାନେ 11ଟି ବେଲପତ୍ରରେ ଚନ୍ଦନରେ ଓମ୍ ଲେଖି ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହେବ। ବନ୍ଧୁଗଣ, ଆପଣମାନେ ଅନେକ ଦିନ ହେଲା ଅର୍ଥ ସଙ୍କଟରେ ଅଛନ୍ତି କି? ଧାର କରଜ ବଢ଼ିଯାଇଛି କି? ତେବେ ଏହି 2026 ଶିବରାତ୍ରିରେ ଏହି ମହା ଉପାୟଟି ନିଶ୍ଚୟ କରନ୍ତୁ। ପ୍ରଥମଟି ରହିଛି ଆଖୁ ରସର ଚମତ୍କାର। ଶାସ୍ତ୍ର କହେ,
ମହାଶିବରାତ୍ରି ଦିନ ସନ୍ଧ୍ୟା ସମୟରେ ଅର୍ଥାତ୍ ପ୍ରଦୋଷ କାଳରେ ଯିଏ ଶିବଲିଙ୍ଗ ଉପରେ ଆଖୁ ରସ ଅଭିଷେକ କରେ ତା ଘରୁ ଦାରିଦ୍ର୍ୟତା ସବୁଦିନ ପାଇଁ ପଳାଏ। କର୍କଟ ରାଶିର ଲୋକମାନେ ବିଶେଷ କରି ଆଖୁ ରସରେ ଅଭିଷେକ କଲେ ଅଟକି ରହିଥିବା ଟଙ୍କା ଫେରିଆସେ। ଦ୍ୱିତୀୟରେ, ଅଖଣ୍ଡ ଚାଉଳ ଧନ ପ୍ରାପ୍ତି ପାଇଁ ଆଉ ଏକ ଗୁପ୍ତ ଉପାୟ। 108ଟି ଗୋଟା ଚାଉଳ, ଏପରିକି ଗୋଟିଏ ବି ଭାଙ୍ଗି ନଥିବ, ସେମିତି ନିଅନ୍ତୁ। ଗୋଟିଏ ଗୋଟିଏ ଚାଉଳ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ ଏବଂ ମୁହଁରେ ଇଦମ୍ ଅକ୍ଷତମ୍ ଓମ୍ ନମଃ ଶିବାୟ ବୋଲି କୁହନ୍ତୁ। ଦେଖିବେ ବର୍ଷେ ଭିତରେ ଆପଣଙ୍କ ଆର୍ଥିକ ସ୍ଥିତିରେ କିଭଳି ଚମତ୍କାର ପରିବର୍ତ୍ତନ ଆସୁଛି। ଉପାୟ ନମ୍ବର 3, ଏଠି ରହିଛି ମହୁ। ଯଦି ଆପଣଙ୍କ ଟଙ୍କା କେଉଁଠି ଫସିଯାଇଛି ତେବେ ଶିବଲିଙ୍ଗ ଉପରେ ମହୁ ଲେପନ କରନ୍ତୁ। ମହୁ ଭଳି ଆପଣଙ୍କ ଜୀବନ ଓ ସମ୍ପର୍କ ମଧୁର ହୋଇଯିବ। କର୍କଟ ରାଶିର ବ୍ୟକ୍ତିମାନଙ୍କର ପେଟଜନିତ ସମସ୍ୟା ଏବଂ ମାନସିକ ଚିନ୍ତା ଅଧିକ ରହେ। ଯଦି ଘରେ କେହି ଦୀର୍ଘ ଦିନରୁ ଅସୁସ୍ଥ ଅଛନ୍ତି ତେବେ ଶିବରାତ୍ରିର ରାତିରେ ଏହି କାମ କରନ୍ତୁ। ପ୍ରଥମରେ ଡବ ମହାସ୍ନାନ ଅର୍ଥାତ୍ ଗୋଟିଏ ପଇଡ଼ ପାଣିରେ ଶିବଙ୍କୁ ଅଭିଷେକ କରନ୍ତୁ। ଏହା ରୋଗନାଶକ ଅଟେ। ଦ୍ୱିତୀୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ରାତି 12ଟାରୁ 3ଟା ମଧ୍ୟରେ ଅର୍ଥାତ୍ ନିଷିଦ୍ଧ କାଳରେ ଘରେ ବସି ହେଉ ବା ମନ୍ଦିରରେ ଅନ୍ତତଃ 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ରହିଛି ଓମ୍ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିମ୍ ପୁଷ୍ଟିବର୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁ ମୃକ୍ଷୀୟ ମାମୃତାତ୍। ଏହି ମନ୍ତ୍ର କର୍କଟ ରାଶି ପାଇଁ କବଚ ଭଳି କାମ କରିବ। ଏହା ଆପଣଙ୍କୁ ଅକାଳ ମୃତ୍ୟୁ ଓ ଦୁର୍ଘଟଣାରୁ ରକ୍ଷା କରିବ। ବନ୍ଧୁଗଣ, ପୂଜା କରିବା ଯେତିକି ଜରୁରୀ, କିଛି ନିୟମ ମାନିବା ତାଠାରୁ ଅଧିକ ଜରୁରୀ। କର୍କଟ ରାଶିର ଲୋକମାନେ ଭାବପ୍ରବଣ ହୋଇ ବେଳେବେଳେ ଭୁଲ କରି ବସନ୍ତି। କ'ଣ କରିବେ ନାହିଁ ଆସନ୍ତୁ ଜାଣିବା। ପ୍ରଥମରେ, ଭୁଲରେ ବି ଶିବଙ୍କୁ ତୁଳସୀ ଚଢ଼ାଇବେ ନାହିଁ, ଏହାଦ୍ୱାରା ପୂଜା ନଷ୍ଟ ହୋଇଯାଏ। ଦ୍ୱିତୀୟରେ, ଶିବଲିଙ୍ଗ ପୁରୁଷ ତତ୍ତ୍ୱ, ତେଣୁ ହଳଦୀ କିମ୍ବା ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ, କେବଳ ଚନ୍ଦନ ଓ ଭସ୍ମ ବ୍ୟବହାର କରନ୍ତୁ। ତୃତୀୟରେ, ଯଦିଓ ଶିବଙ୍କର କିଛି ବାରଣ ନାହିଁ ତଥାପି କର୍କଟ ରାଶି ପାଇଁ ଶୁଭ ରଙ୍ଗ ହେଉଛି ଧଳା, ତେଣୁ ଶିବରାତ୍ରି ଦିନ କଳା ଲୁଗା ନ ପିନ୍ଧି ଧଳା ବା ହଳଦିଆ ବସ୍ତ୍ର ପିନ୍ଧନ୍ତୁ। ଚତୁର୍ଥରେ, ଉପବାସ ରହି କାହା ଉପରେ ରାଗନ୍ତୁ ନାହିଁ। ଯଦି ଉପବାସ ରହି ପାଟିତୁଣ୍ଡ କଲେ ତେବେ ବ୍ରତର ଫଳ ଶୂନ୍ୟ ହୋଇଯିବ। ଯଦି ଆପଣ ଏହି ବିଧିରେ 2026 ମହାଶିବରାତ୍ରି ପାଳନ କରନ୍ତି ତେବେ ତା ପରଦିନଠାରୁ ଆପଣଙ୍କ ଜୀବନରେ ଏକ ନୂଆ ସକାଳ ଆସିବ। ଆପଣଙ୍କ ମନରୁ ଭୟ ଚାଲିଯିବ, ଆତ୍ମବିଶ୍ୱାସ ବଢ଼ିବ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ମିଳିବ। ପାରିବାରିକ କଳହ ଦୂର ହୋଇ ଘରେ ଶାନ୍ତି ବିରାଜମାନ କରିବ। ମନେ ରଖନ୍ତୁ, ଶିବ କେବଳ ଭାବର ଭୋକିଲା। କୋଟି କୋଟି ଟଙ୍କାର ସାମଗ୍ରୀ ଦରକାର ନାହିଁ, କେବଳ ଏକ ଲୋଟା ଜଳ ଏବଂ ବିଶୁଦ୍ଧ ହୃଦୟ ଯଥେଷ୍ଟ। ତେବେ ବନ୍ଧୁଗଣ, 2026 ମହାଶିବରାତ୍ରି ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ନିଜ କର୍କଟ ରାଶିର ଶକ୍ତିକୁ ଚିହ୍ନନ୍ତୁ। ମହାଦେବ ଆପଣଙ୍କ ସାଥିରେ ଅଛନ୍ତି। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଅଛି ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଲେଖି ପଚାରି ପାରିବେ। ମୁଁ ଚେଷ୍ଟା କରିବି ଆପଣଙ୍କୁ ସାହାଯ୍ୟ କରିବା ପାଇଁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଆପଣଙ୍କ କର୍କଟ ରାଶିର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ମହାକାଳ।